ପିଲାମାନେ ସମସ୍ତଙ୍କୁ ମୋ ଚ୍ୟାନେଲରେ ସ୍ୱାଗତ। ଆଜିର ରଚନା ହେଉଛି ଏକବିଂଶ ଶତାବ୍ଦୀରେ ଦକ୍ଷତା ବିକାଶରେ ବିଦ୍ୟାଳୟ ଶିକ୍ଷାର ଭୂମିକା। ଉପକ୍ରମ। ମନୁଷ୍ୟ ଏକ ସାମାଜିକ ପ୍ରାଣୀ। ସମାଜର ବିଭିନ୍ନ କାର୍ଯ୍ୟକଳାପ ପାଇଁ ସେ ନିଜ ବୁଦ୍ଧିର ପ୍ରୟୋଗ କରିଥାଏ। ପୁରାତନ କାଳରୁ ଅଦ୍ୟାପି ଏକବିଂଶ ଶତାବ୍ଦୀ ମଧ୍ୟରେ ମନୁଷ୍ୟର ବୌଦ୍ଧିକ ବିକାଶ ଖୁବ୍ କ୍ଷିପ୍ର ଗତିରେ ବୃଦ୍ଧି ଲାଭ କରିଛି। ବର୍ତ୍ତମାନ ଯୁଗରେ ମନୁଷ୍ୟର ଦୃଷ୍ଟିକୋଣ ସହିତ ଶିକ୍ଷା, ନୈତିକ ମୂଲ୍ୟବୋଧ, ଆର୍ଥିକ ସ୍ୱାଧୀନତା, ପ୍ରଯୁକ୍ତି ବିଦ୍ୟାର ବିପୁଳ ବ୍ୟବହାର କେବଳ ମନୁଷ୍ୟର ବୌଦ୍ଧିକ ଦକ୍ଷତା ପାଇଁ ହିଁ ସମ୍ଭବ ହୋଇପାରିଛି। ଏହି ଦକ୍ଷତା ବଳରେ ହିଁ ମନୁଷ୍ୟ ସ୍ଥାନୀୟ ପରିଚୟ ସହିତ ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଦକ୍ଷତା ସ୍ୱତଃସ୍ଫୂର୍ତ୍ତ ଭାବରେ ଜନ୍ମଗତ ହେଲେ ମଧ୍ୟ ପାରିପାର୍ଶ୍ୱିକ ଅନୁକୂଳ ପରିସ୍ଥିତି ଦକ୍ଷତାକୁ ବିକାଶ କରାଇବାରେ ସ୍ୱତନ୍ତ୍ର ଭୂମିକା ଗ୍ରହଣ କରେ। ଦକ୍ଷତା ବିକାଶରେ ବିଦ୍ୟାଳୟ ଶିକ୍ଷାର ଭୂମିକା। ପରିବାର ହେଉଛି ଶିଶୁର ପ୍ରଥମ ଶିକ୍ଷାର ଆଳୟ। ବିଦ୍ୟାଳୟ ହେଉଛି ପ୍ରଥମ ସାମାଜିକ ପରିବେଶ, ଯେଉଁଠାରେ ସେ କେବଳ ପାଠ୍ୟପୁସ୍ତକ ଜ୍ଞାନ ନୁହେଁ, ବରଂ ବିଭିନ୍ନ ପ୍ରକାର ଦକ୍ଷତା ଅର୍ଜନ କରେ। ଏକବିଂଶ ଶତାବ୍ଦୀରେ ବିଦ୍ୟାଳୟ ଶିକ୍ଷାର ପ୍ରଥମ ଲକ୍ଷ୍ୟ ହେଉଛି ଶିଶୁର ସାମଗ୍ରିକ ବିକାଶ। ଏହି ସାମଗ୍ରିକ ବିକାଶ ନିମନ୍ତେ ଦକ୍ଷତାର ବିକାଶ ନିତାନ୍ତ ଅପରିହାର୍ଯ୍ୟ। ଏଣୁ ସାମ୍ପ୍ରତିକ ବିଦ୍ୟାଳୟର ଶିକ୍ଷା କହିଲେ ଦକ୍ଷତାର ବିକାଶକୁ ହିଁ ବୁଝାଯାଏ। ଏଥିନିମନ୍ତେ ବିଭିନ୍ନ ସ୍ତରରେ ଦକ୍ଷତାକୁ ବିକାଶ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରାଯାଏ। ଯେପରିକି ବିଦ୍ୟାଳୟର ବିଭିନ୍ନ ବିଷୟଭିତ୍ତିକ ଜ୍ଞାନ ସହିତ ସମସ୍ୟା ସମାଧାନ, ବିଚାର ଶକ୍ତି, ସୃଜନଶୀଳତାର ବୃଦ୍ଧି ନିମନ୍ତେ ବିଷୟ ଶିକ୍ଷକମାନେ ତଥା ପାଠ୍ୟକ୍ରମ ଗୁଡ଼ିକୁ ଏପରି ଭାବେ ସ୍ଥିର କରାଯାଇଛି ଯେ ଶିକ୍ଷାର୍ଥୀ କୌଣସି ବିଷୟକୁ ବୁଝି ସାରିବା ପରେ ତାହାକୁ ପ୍ରୟୋଗ କରିବାର ଦକ୍ଷତାକୁ ସେ ନିଜେ ଜ୍ଞାନ ଲାଭ କରି ସମାଧାନ କରିବାକୁ ସଫଳ ହୁଏ। ଏହି ଦକ୍ଷତାର ବିକାଶରେ ସୁଯୋଗ ସୃଷ୍ଟି କରେ ବିଦ୍ୟାଳୟ ଶିକ୍ଷା। ଦ୍ୱିତୀୟତଃ, ବିଦ୍ୟାଳୟ ଶିକ୍ଷା ଦଳୀୟ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ସହିତ ଦଳଗତ କାର୍ଯ୍ୟର ସହଯୋଗ, ସହାନୁଭୂତି, ନେତୃତ୍ୱ ଭାବନା, ଛାତ୍ରର ସାମାଜିକ ଦକ୍ଷତା ବୃଦ୍ଧି କରିବାରେ ସାହାଯ୍ୟ କରୁଛି। ବିଦ୍ୟାଳୟ ଶିକ୍ଷାରେ ଚିତ୍ରକଳା, ସଙ୍ଗୀତ, ନାଟକ, କ୍ରୀଡ଼ା ଇତ୍ୟାଦି ସହ ପାଠ୍ୟକ୍ରମରେ ଶିଶୁର ଅଂଶଗ୍ରହଣରେ ଶିକ୍ଷାର୍ଥୀ ନିଜର ସାହିତ୍ୟିକ ଦକ୍ଷତା ଦେଖାଇବା ସହିତ ସାହିତ୍ୟିକ ଦକ୍ଷତା ବୃଦ୍ଧି କରିବାର ସୁଯୋଗ ମଧ୍ୟ ପାଉଛି। ବିଦ୍ୟାଳୟରେ ବିଭିନ୍ନ ସମୟରେ ନିଷ୍ପତ୍ତି ନେବା, ସମୟ ପରିଚାଳନା, ଯୋଗାଯୋଗ, ସାହସିକତା, ସ୍ୱାସ୍ଥ୍ୟଜ୍ଞାନ ଦ୍ୱାରା ଜୀବନ ଦକ୍ଷତା ବା ଲାଇଫ୍ ସ୍କିଲ୍ର ବିକାଶ ମଧ୍ୟ ଘଟୁଛି। କମ୍ପ୍ୟୁଟର, ଇଣ୍ଟରନେଟ୍, ସ୍ମାର୍ଟ କ୍ଲାସ୍, କୋଡ଼ିଂ ଆଦି ଡିଜିଟାଲ ଶିକ୍ଷା ଦ୍ୱାରା ଛାତ୍ରମାନଙ୍କ ମଧ୍ୟରେ ପ୍ରଯୁକ୍ତିମୂଳକ ଦକ୍ଷତା ତଥା ସତ୍ୟ, ଶିଷ୍ଟାଚାର, ନୀତି ବୋଧ ପରି ସାମାଜିକ ଦକ୍ଷତାର ମଧ୍ୟ ବିକାଶ ହେଉଛି। ଉପସଂହାର। ସର୍ବୋପରି ସାମ୍ପ୍ରତିକ ଶିକ୍ଷା ହେଉଛି ଶିକ୍ଷାର୍ଥୀର ସର୍ବାଙ୍ଗୀନ ବିକାଶ। ଶିକ୍ଷାର୍ଥୀର ବ୍ୟକ୍ତିଗତ ପାର୍ଥକ୍ୟ ଅନୁସାରେ ସୁଯୋଗ ସୃଷ୍ଟି କରି ସେମାନଙ୍କ ମଧ୍ୟରେ ଥିବା ଦକ୍ଷତାର ବିକାଶରେ ଶିଶୁର ସାମଗ୍ରିକ ବିକାଶ ହେଉଛି ଆଜିକାର ଶିକ୍ଷାର ମୂଳ ଉଦ୍ଦେଶ୍ୟ। ତେଣୁ ସାମ୍ପ୍ରତିକ ଶିକ୍ଷା ଶିଶୁ ବା ଶିକ୍ଷାର୍ଥୀର ଦକ୍ଷତା ବିକାଶରେ ଏକ ବିଶେଷ ଭୂମିକା ନେଉଛି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ଶେଷରେ ଯଥାର୍ଥରେ କୁହାଯାଇପାରେ, ବିଦ୍ୟାଳୟ ହେଉଛି ଭବିଷ୍ୟତର ଦ୍ୱାର, ଜ୍ଞାନ ସହିତ ଦକ୍ଷତା ଜୀବନର ଆଧାର। ତେଣୁ ଆମ ଶିକ୍ଷାରେ ଥାଉ ଦିଗ୍ଦର୍ଶନ, ଦକ୍ଷତାରେ ସମୃଦ୍ଧ ହେଉ ନବଭାରତର ପ୍ରତିଜ୍ଞାନ। ରଚନାଟି କିପରି ହୋଇଛି କମେଣ୍ଟ ମାଧ୍ୟମରେ ନିଶ୍ଚିତ ଜଣାଇବ। ଲାଇକ୍, ସେୟାର, ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରିବ। ଧନ୍ୟବାଦ।